ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟରେ ଦୁର୍ନୀତି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସାମ୍ବାଦିକଙ୍କୁ ଦେଖାଉଛନ୍ତି ନାଲି ଆଖି। ଧନ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ, ସାମ୍ବାଦିକଙ୍କୁ ଦେଖାଉଛନ୍ତି ନାଲି ଆଖି। ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନସ୍ଥ ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଦୁର୍ନୀତିକୁ ନେଇ ସାମ୍ବାଦିକଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଲି ଆଖି। ସୂଚନା ଅନୁସାରେ ଗତ ଏପ୍ରିଲ ମାସ 1 ତାରିଖରେ ଶମ୍ଭୁନାଥ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ଅବସରରେ ସକାଳ 7:30 ସମୟରେ ପିଲାମାନଙ୍କୁ ସ୍କୁଲକୁ ଡକାଯାଇଥିଲା। ତେବେ 8ଟା ସମୟରେ ସଭା କାର୍ଯ୍ୟ କରି ଦିନ 10ଟା ସମୟରେ ସଭା ସାରି ପିଲାମାନଙ୍କୁ ଅଣ୍ଡା ଓ ବିସ୍କୁଟ ଦେଇ ଛୁଟି କରାଯିବା ସମୟରେ କିଛି ସାମ୍ବାଦିକ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବିଷୟରେ ବୁଝିବାକୁ ଯାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ସାମ୍ବାଦିକମାନଙ୍କୁ ଓଲଟା ପ୍ରଶ୍ନ ସହିତ ଦୁର୍ବ୍ୟବହାର କରିବାକୁ ପଛେଇ ନଥିଲେ, ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବହୁ ବରିଷ୍ଠ ବ୍ୟକ୍ତିମାନେ ଘଟଣା ବିଷୟରେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଅବଜର୍ଭ ଡେରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଇନଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଲକା ବିନ୍ଧାଣୀ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପ୍ରକାଶ ଥାଉକି ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରେ ପିଟିଏ କମିଟିର ବିନା ପରାମର୍ଶରେ କାର୍ଯ୍ୟ କରୁଥିବା ବେଳେ ଝାଡ଼ୁଦାରକୁ 6 ମାସ ଧରି ଦରମା ନ ଦେବା, ସମସ୍ତ ଅବଜର୍ଭ ଡେରେ ରୋଷେଇ ନ କରିବା, ସ୍କୁଲକୁ ଖେଳ ସାମଗ୍ରୀ ନ ଆଣିବା, ସର୍ବୋପରି ଫର୍ମ ଫିଲ୍ଅପ୍ ସମୟରେ ପିଲାମାନଙ୍କଠାରୁ ବିଭିନ୍ନ ଉପାୟରେ ସରକାରୀ ଖର୍ଚ୍ଚ କହି ଟଙ୍କା ଆଦାୟ କରିବା ଇତ୍ୟାଦି ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଳକା ବିନ୍ଧାଣୀ ସର୍ବଦା ନିଜର ଦବଙ୍ଗଗିରି ଦେଖାଇ ଆସୁଥିବା ଏବେ ଅଞ୍ଚଳରେ ଚର୍ଚ୍ଚାର ଜୋର ଧରିଛି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।